ଆଜ୍ଞା ପ୍ରଭୁजी। हाँ स्टार्ट कर स्टार्ट। हरे कृष्णा। अमज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं तस्मै श्रीगुरवे नमः। श्रीचैतन्यं नैष्ठं तप्तं येन भूतलं स्वरूपं कदामि ददाति सुवर्णदीपं वन्दे श्रीयुक्तबुद्धपूर्णं श्रीप्रसाद्यत सवर्णं रघुनाथं तं सजीवं सावधूतं परिजनसहितं कृष्ण चैतन्य श्री राधा कृष्ण पदमोदर शिरसः निस्तेज। हे कृष्ण करुणा सिंधु दीनबंधु जगत गोपेश्वर प्रियकांत राधाकांत नमस्तुते। तप्त कंचन गौरांगी राधे सरस्वती देव प्रणमामि। वंशाकल्पतरुभ्यश्च कृपा सिन्धुभ्यश्च पतितानि पावने वैष्णव नमो नमः। श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्ण 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 हरे 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 राम 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 हरे कृष्ण। ସମସ୍ତଙ୍କୁ ମୋର ଦଣ୍ଡବତ ପ୍ରଣାମ। ପ୍ରଥମତଃ ମୁଁ ପ୍ରଭୁଜୀଙ୍କୁ ଧନ୍ୟବାଦ ଦଉଛି କଣ ପାଇଁ ନା ମତେ ଏଠି କହିବା ପାଇଁ ସୁଯୋଗ ଦେଇଛନ୍ତି। ଆଉ ଆଜିର ଟପିକ ହେଲା ତୃଣାବର୍ତର ମୁକ୍ତି। ତା ପୂର୍ବରୁ ମୁଁ ଗୋଟେ କଥା କହିବା ପାଇଁ ଚାହିଁବି। ପ୍ରଭୁଜୀ ସବୁବେଳେ କୁହନ୍ତି କ୍ଲାସ ଜଏନ କର, ଜପ ସେସନ ଜଏନ କର, ବଟ ମୁଁ କରେ କିନ୍ତୁ ଟିକେ ପ୍ରଭୁଜୀ। ହରେ କୃଷ୍ଣ କ୍ଷମା କରିବା। ତ ମୁଁ ଆଜି ମାନେ କୁହନ୍ତିନି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ତ ମୁଁ ଏଇ ଟପିକ ଆଜି ପଢିକି ମତେ ଲାଗୁଛି ନାଇଁ ପ୍ରଭୁଜୀ କୁହନ୍ତି ଭଗବାନଙ୍କୁ ଖାଲି ଭଗବାନଙ୍କ ନାମ ଶୁଣିଲେ ହିଁ କେତେ ବଡ ପୁଣ୍ୟ ମାନେ ମିଳେ ସେଟା ଏଇ ଟପିକ ରୁ ଆଜି ମୁଁ ବୁଝିପାରିଲି। ତ ଏବେ ମୁଁ ଷ୍ଟାର୍ଟ କରିବା ପାଇଁ ଚାହୁଁଛି। ଭଗବାନ ହଉଛନ୍ତି ପରମ କୃଷ୍ଣ। ସେ ତାଙ୍କ ପାଖରେ ଷୋଡଶ ପୂର୍ଣ୍ଣ ଐଶ୍ୱର୍ଯ୍ୟ ଅଛି ଯଥା ଧନ ଯଶ ବଳ ଜ୍ଞାନ ତ୍ୟାଗ ଏବଂ ପୂର୍ଣ୍ଣ ଶାଶ୍ୱତରେ ଭଗବାନ ହଉଛନ୍ତି ଭଗବାନ ଆବିର୍ଭୂତ ହୁଅନ୍ତି। ଭଗବାନଙ୍କ ବିଭିନ୍ନ ଅବତାର ଅଛି। ଆଉ ତାଙ୍କର ଦିବ୍ୟ ଲୀଳା ଦିବ୍ୟ ଲୀଳା ରେ ଦିବ୍ୟ ଲୀଳାରେ କୁହାଯାଇଛି ମଧ୍ୟ ଭଗବତ ଗୀତାରେ ମଧ୍ୟ କୁହାଯାଇଛି ଜନ୍ମ କର୍ମ ଚ ମେ ଦିବ୍ୟମ୍ ଅର୍ଥାତ ଭଗବାନଙ୍କ କେବଳ ଲୀଳା ଶୁଣିଲେ ହିଁ ଆମର କେତେ ପୁଣ୍ୟ ହବ ଏବଂ ତାଙ୍କ ଲୀଳା ଆମେ ବିଭିନ୍ନ ମାଧ୍ୟମରେ ଗଳ୍ପ ହଉ କି ଯୋଉ ମୁଭି ହଉ କି ଯୋଉଥିରେ ଖାଲି ଶୁଣିଲେ ହିଁ ତାଙ୍କର ଆମେ ତାଙ୍କ ପ୍ରତି ଯୋଉ ଆଟ୍ରାକ୍ସନ ଟା ଆସେ ଆଉ ତାଙ୍କ ସେବା କରିବା ପାଇଁ ଯୋଉ ମନୋଭାବ ଆସେ ସେଇଟା କେମିତି ଆସିବ। ଯେମିତି ଏବେ ଯୋଉ ଗୋଟେ ମୁଭି ବାହାରିଛି ଯୋଉ ନରସିଂହମ୍ ସେଇଟା ଦେଖିକି ମାନେ ଭଗବାନଙ୍କ ପ୍ରତି ଥିବା ଯୋଉ ଭକ୍ତି ଭଲ ପାଇବା ସେଇଟା ଆହୁରି ଆସେ। ତ ଭଗବାନ ହଉଛନ୍ତି ପରମ ପୁରୁଷ। ତାଙ୍କର ଲୀଳା ହଉଛି ଅବର୍ଣ୍ଣନୀୟ। ଏ ଭୌତିକ ଦୁନିଆରେ ଆମେ ମାୟାରେ ସବୁ ଘାଣ୍ଟି ହେଇଯାଉଛେ କିନ୍ତୁ ଭଗବାନଙ୍କ ଲୀଳା ଏ ଭୌତିକ ଦୁନିଆର ରୁ କେତେ ଉପରେ ସେଇଟା ଆମକୁ ଜଣା ପଡୁନି। ତ ସେଥିପାଇଁ ଭଗବାନଙ୍କ ଲୀଳା ଶୁଣିବା ହିଁ ସବୁଠୁ ବଡ ଜିନିଷ। ଶ୍ରୀ ଚୈତନ୍ୟ ମହାପ୍ରଭୁ ମଧ୍ୟ କହିଛନ୍ତି ଯେ ଭଗବାନଙ୍କ ଲୀଳା ଯଦି ଆମେ ଖାଲି ଶ୍ରବଣ କରିବା ତାହେଲେ ଭଗବାନଙ୍କର ଆମ ମନ ଭିତରେ ଯୋଉ ସବୁ ମଇଳା ଭର୍ତ୍ତି ହେଇଛି ତାହା ଦୂର ହେଇଯିବ ଏବଂ ଭଗବାନଙ୍କ ସେବାରେ ଆମେ ନିଯୁକ୍ତ ହେଇଯିବା। ତାଙ୍କ ସେବାରେ ଥରେ ନିଯୁକ୍ତ ହେଇଗଲେ ଆମେ ତାଙ୍କର ସହିତ ଫ୍ରେଣ୍ଡଲି ମାନେ ସାଙ୍ଗ ଭଳିଆ ତାଙ୍କର ସେବା କରିବା ଭକ୍ତି କରିବା ଏବଂ ତାଙ୍କ ଶରଣରେ ଶରଣାଗତ ହେଇଯିବା। ତ ଭଗବାନ ଏତେ ଦୟାଳୁ ଯେ ସେ ଆମେ ଯେତେ ଭୁଲ କଲେ ବି ସେ ଥରେ ନା ଥରେ ସୁଯୋଗ ନିହାତି ଦିଅନ୍ତି ଯେ ଆମେ ତାଙ୍କର ଶରଣକୁ ପୁଣି ଥରେ କେମିତି ଫେରି ଆସିବା। ସେଇଟା ମୁଁ ମୋ ନିଜେ ଅଙ୍ଗେ ଲିଭେଇଛି ସେଇଟା କହିବା ପାଇଁ ଗଲେ। ଏବଂ ଭଗବାନ ଆମେ ମାନେ ଏମିତି ବି ବ୍ୟକ୍ତି ଅଛନ୍ତି ଯୋଉମାନେ କି ଭାବନ୍ତି ଯେ ଭଗବାନ
ହଉଛନ୍ତି ଆମ ସାଧାରଣ ଜୀବ ଜଣେ, କିନ୍ତୁ ସେମିତି କିଛି ନୁହଁ ସାଧାରଣ ମନୁଷ୍ୟ ବୋଲି। କିନ୍ତୁ ସେଇଟା ଭୁଲ ଧାରଣା ତାଙ୍କର। ଏବଂ ପରୀକ୍ଷିତ ମହାରାଜ ମଧ୍ୟ କହିଛନ୍ତି ଯେ ଭଗବାନଙ୍କ କେବଳ ତାଙ୍କର କଥା ଶ୍ରବଣ କଲେ ହିଁ ଆମର ବହୁତ କିଛି ମନ ଭିତରେ ଯୋଉ ମଇଳା ସବୁ ଭର୍ତ୍ତି ହେଇଥାଏ ତାହା ଦୂର ହେଇଯିବ। ତ ଏବେ ଆମେ ଷ୍ଟାର୍ଟ କରିବା ତୃଣାବର୍ତରୁ ମୃତ୍ୟୁ ମୁକ୍ତି ସରି ମୁକ୍ତି। ତ ଶ୍ରୀକୃଷ୍ଣ ଯେତେବେଳେ ସେ ତ ଛୋଟ ହେଇକି ସବୁବେଳେ ରହିବେନି, ସେ ପ୍ରଥମେ ପେଟେଇଲେ ଏବେ ଆଣ୍ଠେଇବା ପାଇଁ ଚାଲିଛନ୍ତି। ତ ଉ ସେ ସେଇ ଖୁସିରେ ନନ୍ଦ ମହାରାଜ ଏବଂ ମାତା ଯଶୋଦା ଗୋଟିଏ ମହୋତ୍ସବ ରଖିଛନ୍ତି, ଉତ୍ସବ। ଯୋଉ ଉତ୍ସବରେ ସେ ସମସ୍ତଙ୍କୁ ଡାକିଛନ୍ତି, ବନ୍ଧୁବାନ୍ଧବ ବ୍ରାହ୍ମଣ ସମସ୍ତଙ୍କୁ ଡାକିଛନ୍ତି। ସେ ଏବଂ ସେ ଉତ୍ସବ ପାଳନ କରୁଛନ୍ତି। ସେ ଉତ୍ସବକୁ ହିଁ ସେ ଉତ୍ସବଟି ହେଲା ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମର ପ୍ରଥମ ଉତ୍ସବ। ଯୋଉ କଣ କହନ୍ତି ଆମର ବାର୍ଥଡେ ସେଲିବ୍ରେସନ କରିବା ପାଇଁ ଟାଇପ ର କହିଛନ୍ତି। ତ ସେଇଟାକୁ ହିଁ ଆମେ ପ୍ରଥମ ଜନ୍ମାଷ୍ଟମୀ ବୋଲି ଜାଣିଥାଉ ବା ଆମେ ପାଳନ କରିଥାଉ ଯୋଉଟା ଜନ୍ମାଷ୍ଟମୀ ବୋଲି। ତ ଏମିତି ସମସ୍ତେ ଆସିଛନ୍ତି। ଯୋଉ ନନ୍ଦ ମହାରାଜ ମଧ୍ୟ ବ୍ରାହ୍ମଣ ମାନଙ୍କୁ ଦାନ ଦେଇଛନ୍ତି ବହୁତ ଧନ, ତାପରେ ଗାଭୀ ଏମିତି ଦାନ ଦେଇଛନ୍ତି। ଯଜ୍ଞ ଆରମ୍ଭ ହବା ପୂର୍ବରୁ ମାତା ଯଶୋଦା ସ୍ନାନ କରିକି ଆସିକି ଶ୍ରୀକୃଷ୍ଣଙ୍କୁ ନେଇକି କୋଳରେ ବସିଛନ୍ତି ଯଜ୍ଞରେ। ସେତେବେଳେ ଶ୍ରୀକୃଷ୍ଣ ଶୋଇବା ପାଇଁ କାନ୍ଦିଛନ୍ତି ଏବଂ ମାତା ଯଶୋଦା ତାଙ୍କୁ ନେଇକି ଗୋଟେ ଶଗଡ ଗାଡି ଭଳିଆ ଶଗଡ ଗାଡି ପାଖରେ ଉପରେ ସେଠି ଶୋଇ ଦେଇକି ଆସିକି ପୁଣି ଯଜ୍ଞରେ ବସିଛନ୍ତି। ସେ ସେ ଗହଳି ଭିତରେ ଏମିତି ଭୁଲି ଯାଇଛନ୍ତି ଯେ ଯୋଉ ଶ୍ରୀକୃଷ୍ଣଙ୍କୁ ସେ ମାନେ ଯୋଉ କଣ ସ୍ତନପାନ କରିବା ପାଇଁ ଭୁଲି ଯାଇଛନ୍ତି ଏବଂ ଶ୍ରୀକୃଷ୍ଣ ଖେଳିଛନ୍ତି, ସେଠି ଖେଳୁଥିଲେ ଏବଂ ସେ ଶୋଇଥିଲେ। ଶୋଇକି ଭୋକରେ ତାଙ୍କୁ କ୍ରୋଧ ବି ଆସିଛି। ସେ ଜୋର ସେ ଯୋଉ ଶଗଡ ଗାଡିଟି ଥିଲା ତାକୁ ସେ ଗୋଇଠା ମାରିକି ଭାଙ୍ଗି ଦେଇଛନ୍ତି। ତ ସେଇ ଶଗଡ ଗାଡି ଉପରେ ଯେତିକି ସବୁ ମାନେ ଜିନିଷ ଥିଲା, ଯୋଉ ବାସନ ଯାହାବି ଥିଲା ସବୁ ଗାଡି ସହିତ ସବୁ ଶଗଡ ଗାଡି ସହିତ ସବୁ ଭାଙ୍ଗିକି ସେଠି ପଡି ଯାଇଛି। ତ ବହୁତ ଜୋର ଯୋଉ ଶବ୍ଦ ହେଲା ତ ସମସ୍ତେ ଯେତିକି ବନ୍ଧୁବାନ୍ଧବ ବ୍ରାହ୍ମଣ ସେ ଯଜ୍ଞ ଚାଲିଥିଲା ସମସ୍ତେ ଆସିକି ଦେଖିଲେ। ସେ ଦେଖୁଛନ୍ତି ଯେ ଶଗଡ ଗାଡିଟି ଭାଙ୍ଗିକି ପଡିଛି ସବୁଆଡେ ଏବଂ ସେ ଦେଖିଲେ କୃଷ୍ଣ ଠିକ ଅଛନ୍ତି। ଶ୍ରୀକୃଷ୍ଣ ଠିକ ଅଛନ୍ତି ଏବଂ ମାତା ଯଶୋଦା ତାଙ୍କୁ କୋଳେଇ ନେଲେ। ତାଙ୍କୁ ଯୋଉ ସ୍ତନ ପାନ କଲେ। ତାପରେ ସେ ଦେଖିଲେ କି ତାପରେ ମାତା ଜଣେ ନିଜ ପୁତ୍ରଙ୍କୁ ଯେମିତି ଗୋଟିଏ କୋଉ ଇଏରେ ଦେଖିଲେ ସେ ଡରି ଯାଆନ୍ତି କି ସେ ଭଲ ପାଇବାଟା ଯୋଉ ଥାଏ ସିଏ ବି ସେମିତି ଡରିଗଲେ ଏବଂ ସେ ଭାବିଲେ କି ଏଇଟା ଗୋଟେ ଅଶୁଭ ସଂକେତ ବୋଧେ। ତ ସେଥିପାଇଁ ସେ ପୁଣି ଆଉ ଥରେ ଶ୍ରୀକୃଷ୍ଣଙ୍କୁ ଯୋଉ ଆଣି ତାଙ୍କୁ ଯୋଉ ବ୍ରାହ୍ମଣ ମାନେ ଯୋଉ ଦେଇଥିଲେ ତାଙ୍କୁ ଯୋଉ ଏମିତି ଔଷଧ ଇଏ ଦେଇକି ସେମାନଙ୍କୁ ପାଣିରେ ପୁଣି ସ୍ନାନ କରାଇଲେ ଏବଂ ଯଜ୍ଞ ପୁଣି ଷ୍ଟାର୍ଟ କରିଲେ। ବ୍ରାହ୍ମଣ ମାନେ ସେତେବେଳେ ଜ୍ଞାନୀ ବିଦ୍ୱାନ ବଡ ବଡ ଜ୍ଞାନୀ ବିଦ୍ୱାନ ଥିଲେ ଏବଂ ତ ଯୋଉ ମାତା ଯଶୋଦା ହଉ କିମ୍ବା ନନ୍ଦ ମହାରାଜ ସେ କୌଣସି ମାନେ ଡରି ନଥିଲେ ଏବଂ ବ୍ରାହ୍ମଣ ମାନଙ୍କୁ ତାଙ୍କ ପୁତ୍ରକୁ ଦେଇ ଦେଇଥିଲେ। ସେମାନେ ତାଙ୍କୁ ସ୍ନାନ କରି ଭଲସେ ସ୍ନାନ କରି ପୁଣି ଯଜ୍ଞ ଷ୍ଟାର୍ଟ କଲେ। ସେତେବେଳେ ପୁଣି ଥରେ ନନ୍ଦ ମହାରାଜ ତାଙ୍କୁ ବହୁତ ସାରା ଯୋଉ କଣ ସ୍ଵର୍ଣ୍ଣ ଗାଭୀ ଦାନ କଲେ। ଆଉ ଥରେ ଯଜ୍ଞ ସରିଲା ଠିକ ସେ ହେଲା। ତାପରେ କିଛି ଦିନ ଗଲା ପରେ ସେ ଏମିତି
ମାତା ଯଶୋଦା ତାଙ୍କୁ ଯୋଉ କୋଳରେ ଧରିକି ଯୋଉ ମୁଣ୍ଡରେ କଣ ହାତ ବୁଲେଇ ଶୋଉଥିଲେ। ଧୀରେ ଧୀରେ ସେ ବହୁତ ଭାରି ଭାରି ଲାଗିଲେ ଶ୍ରୀକୃଷ୍ଣ। ତ ସେ ଆଉ ତାଙ୍କୁ ସମ୍ଭାଳି ପାରିଲେନି, ତ ତାଙ୍କୁ ଭୂଇଁରେ ଶୁଏଇ ଦେଇ ମାତା ଯଶୋଦା ତାଙ୍କର ଗୃହ କାମ କରିବା ପାଇଁ ଚାଲିଗଲେ। ସେତିକି ସମୟରେ ଆମର କଂସ ତୃଣାବ୍ରତ ନାମକ ଅସୁରକୁ ପଠେଇଥିଲେ। ସେ ଘୂର୍ଣ୍ଣି ବାତ୍ୟା ଘୂର୍ଣ୍ଣି ବାତ୍ୟା ହୋଇକି ଆସିଲେ ଏବଂ ଗୋଟେ ଟାଇମ ରେ ଏମିତି ପୁରା ହେଇଗଲେ ଯେ ମାନେ କାହା ଆଖିକୁ ଦେଖାଗଲେନି, ଏତେ ଧୂଳି ଇଏ ସବୁ ବାତ୍ୟା ଟାଇପ ର। ତ ଯୋଉ ଶ୍ରୀକୃଷ୍ଣଙ୍କୁ ସେ ନେଇକି ପଳେଇଲେ ଏବଂ ସେ ଦେଖି ପାରିଲେନି। ମାତା ଯଶୋଦା ଯେତେବେଳେ ଦେଖିଲେ ଯୋଉ ସବୁ ଘୂର୍ଣ୍ଣି ବାତ୍ୟା କମିଗଲା, ତ ସେ ଦେଖିଲେ ଯେ ଶ୍ରୀକୃଷ୍ଣ ନାହାନ୍ତି। ଶ୍ରୀକୃଷ୍ଣ ନାହାନ୍ତି ଦେଖି ସେ ବହୁତ ଜୋର ସେ କ୍ରନ୍ଦୟନ କରିଛନ୍ତି। କ୍ରନ୍ଦୟନ କଲା ସମୟରେ ସବୁ ତାଙ୍କର ଯୋଉ ପାଖାପାଖି ପଡିଶା ସମସ୍ତେ ଦୌଡି ଆସିଲେ। ସେ ଦେଖିଲେ ଶ୍ରୀକୃଷ୍ଣ ନାହାନ୍ତି। ତ ସମସ୍ତେ ଖୋଜା ଖୋଜି କଲେ, କୁଆଡେ ପାଇଲେନି। ଶ୍ରୀକୃଷ୍ଣ ନାହାନ୍ତି ଦେଖିଲେ, ସମସ୍ତେ ଖୋଜିଲେ ପାଇଲେନି ଏବଂ ସମସ୍ତେ ଦୁଃଖୀ ହେଇଗଲେ। ପରେ ସେ ଦେଖିଲେ ଯେ ଯୋଉ ତୃଣାବ୍ରତ ତାଙ୍କୁ ନିଜ କାନ୍ଧ ଉପରେ ବସେଇକି ନେଇକି ଆକାଶ ଉପରକୁ ଯାଉଛନ୍ତି। ସିଏ ଆକାଶ ଆଉ କୃଷ୍ଣ ତାଙ୍କୁ ଛଡେଇବା ପାଇଁ ତାଙ୍କ ଇଏରୁ ମାନେ କଣ ତାଙ୍କ କବଳରୁ ଛଡେଇବା ପାଇଁ ନିଜକୁ ଛଡେଇବା ପାଇଁ ଚେଷ୍ଟା କରୁଛନ୍ତି। ସେ ଦେଖିଲେ କିନ୍ତୁ ଟିକେ ସମୟ ଉପରକୁ ଯାଇ ସାରିଲା ପରେ ଆକାଶକୁ ସେ ତାଙ୍କ କାନ୍ଧ ଉପରେ ଯେତେବେଳେ ବସେଇଥିଲେ, କୃଷ୍ଣଙ୍କୁ ବସେଇଥିଲେ, ସେ ଏତେ ଭାରି ହେଇଗଲେ ଯେ ତୃଣାବ୍ରତ ଉପରକୁ ଯିବାକୁ ଛାଡିକି ଧୀରେ 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 ପୁଣି ତଳକୁ ଆସିବା ପାଇଁ ଲାଗିଲେ। ସେ ଏତେ ସ୍ପିଡ ରେ ତଳକୁ ଆସିଲେ ଯେ ତଳେ କଚାଡି ହେଇକି ପଡିଲେ ଏବଂ ତାଙ୍କର ମୃତ୍ୟୁ ହେଇଗଲା। ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ ଆଉ କହିଲେ ସିଏ ତୃଣାବ୍ରତ ଭଳି ଅସୁର ତାଙ୍କୁ ଏତେ ବଡ ଅସୁର ତାଙ୍କୁ ସେ ଛୋଟ ପିଲା ହେଇକି ବଧ କରିଦେଲେ। ସେ ପୁରା ଆଶ୍ଚର୍ଯ୍ୟ ହେଇଗଲେ। କିନ୍ତୁ ସେତେବେଳେ ମାତା ଯଶୋଦା ଏବଂ ଯୋଉ ନନ୍ଦ ମହାରାଜ ଭାବିଲେ କି ଆମେ ଗତ ଜନ୍ମରେ କିଛି ବଡ ପୁଣ୍ୟ କରିଥିବା, କି ଦାନ କରିଥିବା, କି ପୂଜା କିଛି ଏମିତି କରିଥିବା, ସେଥିପାଇଁ ଆମ ପୁଅ ଆଜି ଏତେ ବଡ ଅସୁର କବଳରୁ ମୁକ୍ତି ପାଇଲା। ତାପରେ ଗାଁ ଲୋକ ବି ଭାବିଲେ କି ଯଦି ହଁ ମାନେ ଆମେ ବି କିଛି ପୁଣ୍ୟ କରିଥିବା, ସେଥିପାଇଁ ଏମିତି ହେଲା ଏବଂ ଅସୁରଟି ବଧ ହେଇ ଅସୁର ଏତେ ବଡ ଅସୁର ମାନେ ସେ ଖରାପ ବ୍ୟକ୍ତି ମାନେ ତାର ବଧ ହେଇଛି। ସେ ସେମାନେ ସେଥିପାଇଁ ଖୁସି। ହଁ ଭଲ ଖୁସି ସେମାନେ ଅଛନ୍ତି। କିନ୍ତୁ ସେଇ ସମୟରେ ନନ୍ଦ ମହାରାଜ କେବଳ ବାସୁଦେବଙ୍କ କଥା ମନେ ପକଉଥିଲେ। ଯୋଉ ସେ ଯେତେବେଳେ ଆଣିକି ଆସିଥିଲେ, ରଖିଦେଇଥିଲେ, ତ ସେଇୟା ଏବଂ ଏମିତି ସେ ତୃଣାବ୍ରତର ମୃତ୍ୟୁ ଗଲା। ତାପରେ କିଛି ଦିନ ପରେ ପୁଣି ସେ ଯେତେବେଳେ ମାତା ଯଶୋଦା କୃଷ୍ଣଙ୍କୁ ସ୍ତନପାନ କରିବା ପାଇଁ ଯାଉଥିଲେ, ସେତେବେଳେ ତାଙ୍କ ସ୍ତନରୁ ଦୁଗ୍ଧ ବହିଗଲା ଏବଂ ସେ ଦେଖିଲେ କି ମାନେ ଏତେ ଜୋର ବୋହିଗଲା ଯେ ଆଉ କୃଷ୍ଣଙ୍କୁ ତାଙ୍କ ପାଟିରେ ଆଙ୍ଗୁଠି ପୂରେଇକି ଆଁ କରେଇଲା ସେ ଦେଖିଲେ କି ତାଙ୍କ ପାଟିରେ ପୁରା ବ୍ରହ୍ମାଣ୍ଡ ଭଗବାନଙ୍କ ବିଶ୍ଵ ଅବତାର ସବୁ ଜଳ, ବାୟୁ, ଆକାଶ ସବୁ କିଛି ମାନେ ତାଙ୍କ ପାଟିରେ ପୁରା ବ୍ରହ୍ମାଣ୍ଡ ଅଛି। ସେ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଗଲେ କିନ୍ତୁ କାହାକୁ କିଛି କହିଲେନି। ସେ ଡରିଗଲେ ମଧ୍ୟ। ସେ ଚୁପଚାପ ରହିକି ବାସ୍ ମନରେ ଚୁପ ହେଇକି ରହିଗଲେ। ତାପରେ ଏମିତି ଧୀରେ ଧୀରେ ବହୁତ ଏମିତି ଆଶ୍ଚର୍ଯ୍ୟ ଜିନିଷ ଘଟିଲା। ତ ସେ କୃଷ୍ଣଙ୍କୁ କିଛି ଦିନ ଗଲା ତାପରେ ସେ ଏମିତି ତାଙ୍କୁ ବଡ ହେଲେ। ସେ ତାଙ୍କର ଯୋଉ ଯେତେ ତାଙ୍କୁ ମାନେ ଯେତେ ସେ ଜାଣିନଥିଲେ ନା ଭଗବାନ ହଉଛନ୍ତି ପରମ ପୁରୁଷ ଶ୍ରୀକୃଷ୍ଣ ସେ ବୋଲି। କଣ ପାଇଁ ନା ତାଙ୍କ ପାଖରେ କୌଣସି ଜିନିଷ ଅସମ୍ଭବ ନାହିଁ।
ସେ ଯାହା ଚାହିଁବେ ତାହା ହବ, ସବୁ ସମ୍ଭବ। ଏବଂ ଉଁ, ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତ ଅପରିସୀମ। ଏ ଘଟଣା ସବୁ ହେଇ ସାରିଲା ପରେ ମାତା ଯଶୋଦା ତାଙ୍କୁ ସେ ମନେ ମନେ ଭାବୁଥାନ୍ତି ଯେ ଇଏ ମୋର ପୁତ୍ର, ଆଉ ତାଙ୍କ ଛୋଟ ପୁତ୍ର ଏତେ ଛୋଟ ହେଇକି ମଧ୍ୟ ତାଙ୍କର ସବୁ ଅସୁର ଯୋଉ ଇଏ ସବୁ ବଦ୍ଧ ଏତେ ବଡ ଇଏ, ସେ ମନେ ମନେ ଡରି ଯାଆନ୍ତି, କିନ୍ତୁ ଡରିବା ଆଶ୍ଚର୍ଯ୍ୟ ହେଇଯାଆନ୍ତି, କିନ୍ତୁ ସେ କିଛି କୁହନ୍ତିନି କାହାରିକୁ। କଣ ପାଇଁ ନା ଏତେ ଛୋଟ ବାଳକ, ମାନେ ପାଟି ଭିତରେ ପୁରା କହୁଛ ବ୍ରହ୍ମାଣ୍ଡ ଭର୍ତ୍ତି ହେଇଛି। ସେଥିରେ ଜଳ, ଆକାଶ, ଜୀବଗଣ ସମସ୍ତଙ୍କୁ ସେ ବିଶ୍ଵ ଅବତାର ବି ଏବଂ ଦେଖି ପାରିଲେ। ତ ସେଥିରେ ଆମେ ଭାବିବା ଯେ ଭଗବାନ ହଉଛନ୍ତି ପରମ ପୁରୁଷ, ତାଙ୍କ ପାଇଁ ତାଙ୍କ ସହିତ କେହି ସମାନ ନୁହନ୍ତି। ଅଧା ଜଣେ ଜଣେ ବ୍ୟକ୍ତି ଭାବନ୍ତି ଯେ ନା ମୁଁ ଭଗବାନ, ମୁଁ ଭଗବାନଙ୍କ ସହିତ, ସିଏ ବି ତ ସାଧାରଣ ଜଣେ ମନୁଷ୍ୟ ନେଇକି ଜନ୍ମ ଗ୍ରହଣ କରିଥିଲେ। ମୁଁ ବି ସେ ଏମିତି ଅବତାର ନେଇଛନ୍ତି, କିନ୍ତୁ ସେଇଟା ନୁହଁ। କଣ ପାଇଁ ନା ଭଗବାନ ଆମ ମାନଙ୍କ ପାଇଁ ହିଁ ଜନ୍ମ ନିଅନ୍ତି ଧରା ପୃଷ୍ଠରେ। ଭଲ ମାନଙ୍କୁ ଭଲ ରାସ୍ତା ଦେଖେଇବା ପାଇଁ ଏବଂ ଖରାପ ମାନଙ୍କୁ ଯୋଉ ତାଙ୍କର ମାନେ ଯେମିତି ଅସୁର ମାନଙ୍କୁ ବଧ କରିବା ପାଇଁ। ଭଗବାନ ସାଧାରଣ ମନୁଷ୍ୟ ନୁହନ୍ତି। ସେ ହଉ ଯୋଉ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ହଉ କିମ୍ବା ମାତା ଯଶୋଦାଙ୍କ କୋଳରେ ହଉ, ସେ ଦେଖିଲେ ଯୋଉ ତାଙ୍କ ବିଶ୍ଵ ରୂପ ଦର୍ଶନ କଲେ। ଭଗବାନଙ୍କ ଲୀଳା ଅବର୍ଣ୍ଣନୀୟ। ଭଗବାନ ହଉଛନ୍ତି ପରମ ପୁରୁଷ, ତାଙ୍କ ବିଷୟରେ ଆମେ ଯେତେ ଶ୍ରବଣ କରିବା ସେଇଟା ଆମ ପାଇଁ ଭଲ। କିନ୍ତୁ ମୁଁ ମୋର ଟାଇମ ଦେଇପାରେନି ବୋଧେ, ସେମିତି କିଛି ନୁହଁ। ପ୍ରଭୁଜୀ ମଧ୍ୟ ମତେ କୁହନ୍ତି ଶ୍ରବଣ କରିବା ପାଇଁ। ତ ଭଗବାନଙ୍କୁ ଆମେ ସାଧାରଣ ଜୀବ ବୋଲି, ଯୋଉ ସାଧାରଣ ମନୁଷ୍ୟ ବୋଲି ଭାବିବା, ସେଇଟା ଆମର ଭୁଲ ଧାରଣା। ଆଉ ଭଗବାନଙ୍କୁ ଆମେ ଯେତେ ଭଗବାନଙ୍କ କଥା ଶ୍ରବଣ କଲେ ଆମେ ତାଙ୍କର ଶରଣରେ ବା ସେବାରେ ଲାଗିପାରିବା। ଆଉ ଭଗବାନଙ୍କ ଲୀଳା ବର୍ଣ୍ଣନୀୟ। ହରେ କୃଷ୍ଣ ପ୍ରଭୁ। ହରେ କୃଷ୍ଣ। ଶିଲ ପ୍ରଭୁପାଦ କି ଜୟ। ବହୁତ ସୁନ୍ଦର ଭାବରେ ମାତାଜୀ ଗୋଟେ ଜିନିଷକୁ ବହୁତ ହାଇଲାଇଟ କରୁଥିଲେ କି ଭଗବାନ ଆମ ଭଳିଆ ନୁହେଁ, ତାପରେ ଆମେ ଭଗବାନ ଭଳିଆ ନୁହେଁ। ତେଣୁ ସେଥିପାଇଁ ଯେତେବେଳେ ବହୁତ ଟାଇମରେ ମିସକନସେପସନ ଆମର ଥାଏ, କଣ ଆମେ ସତରେ ଭଗବାନ? ସମସ୍ତଙ୍କ ଭିତରେ ତ ଭଗବାନ ଅଛନ୍ତି, କିନ୍ତୁ ଆମେ ସତରେ କଣ ଭଗବାନ କି? ତ ଏଇ ଯୋଉ ଥିଓରିକୁ କୁହାଯାଏ ମାୟାବାଦୀ ଦର୍ଶନକୁ କୁହାଯାଏ ମାୟାବାଦୀ ଦର୍ଶନ। ତ ତୃଣାବର୍ତ ସମୟ ଥିଲା, ଠିକ ଅଛି। ତୃଣାବର୍ତର ମୁକ୍ତି, ଭଗବାନ ତୃଣାବର୍ତ୍ତକୁ ମୁକ୍ତି ବିନୋଦ ଠାକୁର କୁହନ୍ତି କି ଆମ ଭିତରେ ଯୋଉ ମିଥ୍ୟା ଅହଙ୍କାର ଅଛି, ଫଲ୍ସ ପ୍ରାଇଡ ଅଛି, ସେ ଫଲ୍ସ ପ୍ରାଇଡ ଟା କେମିତି ଆସୁଛି? କି ଆମେ ଯଦି ବହୁତ ପାଠ ପଢି ଦେଇଛେ ହେଲା, ଯୋଡ ବିଦ୍ୟା ଯେତ ମାୟାର ବୈଭବ ଜୀବକୁ କରାଏ ଗାଧା। ତ ଅଧିକ ପାଠ ପଢିଲେ ଏଣିକି ଭଗବାନଙ୍କ ପାଖରେ ନମ୍ର ହେଇକି ସ୍ୱୀକାର କରିପାରେନି ଭଗବାନଙ୍କ। ତେଣୁ ଯୋଉ ବଡ ସ୍କଲାରସିପ ଅଛି ଆମ ପାଖରେ, ପାଠ ପଢିଛେ, ପଣ୍ଡିତ ଅଛେ, ଆମ ପାଖରେ ଡ୍ରାଏ ଲଜିକ ଅଛି। ଦେଖିବ ବହୁତ ଜଣ ମାନେ ଭଗବାନଙ୍କୁ ତାଙ୍କ ହିସାବରେ ପ୍ରେଜେଣ୍ଟ କରନ୍ତି ବିଭିନ୍ନ ଯୁକ୍ତି ଇତ୍ୟାଦିକୁ ବାଢିକି। ତେଣୁ ସେଇଥିପାଇଁ ଯୋଉ ଡ୍ରାଏ ଲଜିକ ଫିଲସଫି ଅଛି, ୟା ମାଧ୍ୟମରେ ଆମେ ଯେତେବେଳେ ଯୁକ୍ତି କରନ୍ତି, ଡିବେଟ କରନ୍ତି, ତ ଏଇ ସବୁ ଜିନିଷକୁ ପ୍ରେଜେଣ୍ଟ କରେ କିଏ, ରିପ୍ରେଜେଣ୍ଟ କିଏ କରେ ନା ତୃଣାବର୍ତ। ତ ଏହାର ଅପୋଜିଟ କ୍ୱାଲିଟି କଣ? ଯୋଉ କ୍ୱାଲିଟିରେ ଭଗବାନ ବଶ ହେଇପାରିବେ, ସେଇଟା ହେଲା ବିନମ୍ରତା। ତ ଆମେ ଯେତେବେଳେ ନମ୍ର ହବା, ସେଇଥିପାଇଁ ପ୍ରଥମରେ ଭଗବାନ ଯେତେବେଳେ ତୃଣାବର୍ତ ଆସିବା ପୂର୍ବରୁ ମା ଯଶୋଦା କାନକୁ ତଳେ ରଖିଥିଲେ, ତାପରେ ଉଠେଇ ପାରିଲେନି ବୋଧେ ହେଲା, ତାପରେ ଧରିଥିଲେ ଭଗବାନ ଓଜନ ହେଇଗଲେ ବହୁତ। ଭଗବାନ ବହୁତ ଓଜନ ହେଇଗଲେ, ମା ତାଙ୍କୁ ଉଠେଇ ପାରିଲେନି। ମା କିନ୍ତୁ ୟାପରେ ଧ୍ୟାନ ଦେଇନାହାନ୍ତି। ମା କଣ କଲେ, କହିଲେ ଟିକେ କଣ ଘରେ ଟିକେ କଣ କାମ କରିଦେଇ ପଳେଇ ଆସିବେ ଫଟାକି, ପୁଣି ପୁଅକୁ ଧରିବେ। ସେଇଥିପାଇଁ ଆଉ ପୁଣି ସେଇ ୱେରେ ହିଁ ଭଗବାନ ତୃଣାବର୍ତ୍ତକୁ ଉଦ୍ଧାର କଲେ। ତୃଣାବର୍ତ୍ତ ଯେତେବେଳେ ଆକାଶରେ ଉଡୁଥିଲେ, ଭଗବାନଙ୍କୁ ତାଙ୍କର କାନ୍ଧ ଉପରେ ବସେଇକି, ତ ଭଗବାନ ମଧ୍ୟ ଭାରି ହେଇଯାଇଥିଲେ। ତ ଭାରି ଅର୍ଥାତ୍ କଣ କହନ୍ତି
ମତେ ସେ ଶ୍ଲୋକ ମୋର ମନେ ପଡୁନି। ଆମ କି ଗୋଟେ ଗଛ ଫଳନ୍ତି ଗଛରେ ଯେତେବେଳେ ଅଧିକ ଫଳ ରହିଥିବ ତ ସେତେବେଳେ ସେ ଗଛଟା ନମ୍ର ହେଇପାରିବ, ଭାରି ହେଇକି ଝୁକି ପଡିବ। ତ ସେମିତି ଆମେ ଯେତେବେଳେ ନମ୍ର ହବା ସେତେବେଳେ ଆମେ ଭଗବାନଙ୍କୁ ପାଇପାରିବା। ଏଟା ଗୋଟେ ରାସ୍ତା। କିନ୍ତୁ ଯେତେବେଳେ ଆମେ ଡ୍ରାଏ ଲଜିକ ଫିଲୋସଫି ଏସବୁ ଯିବା ତାହେଲେ ଆମ ହୃଦୟ ଟା ବହୁତ କଠିନ ହେଇଯିବ। ତେଣୁ ସେଥିପାଇଁ ଆମେ କେବଳ ମ୍ୟାନିପୁଲେସନ କରିବା, କି କେବଳ ଆମେ କଣ କରିବା ଯୋଉ ଜିନିଷ ଗୁଣ ଆବଶ୍ୟକ ନାହିଁ ସେ ଜିନିଷରେ କେବଳ କୃଷ୍ଣ ଉନ୍ମୁଖୀ ନୁହେଁ ତା ଉପରେ ଅଧିକ ଏମ୍ଫାସିସ୍ ଦବା। ତେଣୁ ସେଥିପାଇଁ କୁହାଯାଏ ଯୋଡ ବିଦ୍ୟା ଦତ୍ତ ମାୟାର ବୈଭବ ଜୀବକୁ କରାଏ ଗାଧା। ତେଣୁ ଅଧିକ ପଣ୍ଡିତ ହବା ପାଇଁ ମନା କରାଯାଏନି, କିନ୍ତୁ ପାଣ୍ଡିତ୍ୟର ବଳରେ ଯୋଉ ମିଥ୍ୟା ଅହଙ୍କାର ପ୍ରତିଷ୍ଠିତ ହୁଏ ସେ ଅହଙ୍କାର ତୃଣାବର୍ତ୍ତର ପ୍ରତୀକ। ତେଣୁ ଏହାର ଦମନ କରିବା ପାଇଁ ଭଗବାନ ଆମ ସମସ୍ତଙ୍କୁ ଇନ୍ସପାୟାର କରୁଛନ୍ତି, ଆମକୁ କଣ ହବାର ଅଛି, ନମ୍ର ହବାର ଅଛି। ଠିକ ଅଛି, ଯାହା ମାତେ ସୁନ୍ଦର ଭାବରେ କହିଲେ। ତେଣୁ ଆଗକୁ ସମସ୍ତଙ୍କୁ ଏ ସୁଯୋଗ ରହିବ କି ଆମେ ନିଶ୍ଚୟ ଭାବରେ ଭକ୍ତି ଟାକୁ ବୁଝିବା ଧୀରେ ଧୀରେ। ଖାଲି ଭଗବାନଙ୍କର ନାମ ଜପ କରିବାଟା ନିଶ୍ଚୟ 99% ଭକ୍ତି, କିନ୍ତୁ ଆଉ ଯୋଉ 1% ରହିଲା ସେ 1% ଟା ଏତେ ଅଧିକ କି ଆମକୁ ଲାଗେ କି ଆମେ ନାମ ଜପ କଲେଣି 99% ହେଇଗଲାଣି, ବାକି 1% ହେଇଯିବ କେତେବେଳେ, ଏଟା ନୁହଁ ଜମାରୁ। ନା, ଆମକୁ ଭଲ ଭକ୍ତି କଣ ଜାଣିବାର ଅଛି, ଭକ୍ତି କଣ ଜାଣିବାର ଅଛି। ତାପରେ ଧୀରେ ଧୀରେ ଆମେ ଅନନ୍ତକୁ ନିର୍ବାପିତ କରିବାର ଅଛି। ତାହେଲେ ଆମେ ଭଗବାନଙ୍କର ଭଲ ଭଜନ କରିପାରିବା। ଠିକ ଅଛି ମାତାଜୀ, ବହୁତ ସୁନ୍ଦର, ଧନ୍ୟବାଦ। ଆଉ ଲାଷ୍ଟ ସେସନ ଶ୍ରବଣ କରିବା ଚନ୍ଦନ ପ୍ରଭୁଙ୍କ ଠାରୁ। ହରେ କୃଷ୍ଣ।